ଭାବିକି ତମେ ଖାଇଲ ତଥାପି ମନ ଭାଙ୍ଗିଲାନି ଦେଢ଼ଶୁର ରଇଣ୍ଢା ଖାଇଲ ଆହା बंदई लड़ू केश्वर जय त्रिपुरारी हे जय त्रिपुरारी रखम शरण शरण कुल बिहारी गुहारी शुणु छकन्न डेरी शुणु छकन्न डेरी एणु बानाम्बर नाम अटई तुम भाजन माने बेसरंदु बण हेडेरंदु श्रवण पद पद करिए देवी बुझाइन शिव पुराण मुहि शिव पुराण मुहि शिव पुराण मुहि हे शिव पुराण मुहि देउछिबु झाई हे देउछिबु झाई बसी शुणुथिबे पुणी मो पंडित भाई बाबुरे जोदिन दक्ष ब्रह्मा पुणी जाग करुथिले जोदिन दक्ष ब्रह्मा यज्ञ को करिले चारि हुणा लक्षे राजा को डकाई आनिले स्वर्ग मध्य पाताले जेते रहिथिले यज्ञ को समस्त को निमंत्रण देले किंतु छाड़ी देई अछि छाड़ी देई छंती तांको बड़ ज्वाई को बड़ ज्वाई की पुणी न डाकिबारु जा होई गला एबे कहूछि सबु जोदिन यक्ष ब्रह्मा यज्ञ कले से दिन स्वर्ग मत्य पाताल त्रिपुर लोक त्रिपुर राजा को समस्त को डकाई आनिले किंतु एका डाकी नाहांती तांकर बड़ ज्वाई शिवंगु जेतेबेले डाकी नाहांती आज्ञा देखीदेले पार्वती जे देख देख हर आकाशटा दिशुअछि कि रूप आकार भूतर जगर माग्रे उड़ुछि गगने धुआं जाक आकाश रे बिजुली जे सने कहिले माँ पार्वती देखो स्वामी आकाश रे जो धुआं जाक उड़ुछि सब कुआडू आसुछि खत गदा पड़ुछि तांकर खत गदा करथिले खत गदा पड़ुनी सेते बेले कहउछंदी देव देव हर सेते बेले कहउछंदी देव देव हर जहा कहू अछि एबे सती तू ही सुन तुम्भर पिता जे यज्ञ करुछंदी तुम्भर बापा जे यज्ञ करुछंदी
ଏଣୁ କରି ଆକାଶ ମାର୍ଗରେ ଧୂଆଁ ଉଡୁଛି କହୁଛନ୍ତି ପାର୍ବତୀ ମାତା ଧୀରେ ଧୀରେ ମୋର ବାପା ଯଦି ଯଜ୍ଞ ପୁଣି କରିଲେ ଥରେ ମତେ କାହିଁ ପାଇଁ ବାପା ସେ ନ ଡାକିଲେ କହିଲେ ମୋ ବାପା ଯଦି ଯଜ୍ଞ କରୁଛି ତାହେଲେ ମତେ କ'ଣ ଡାକେ ଦେନି କି ଡାକିଥାନ୍ତେ ଏଇଟା ମିଛ କଥା ଯାଉନ ଦେଖିକି ରହିବ ଯେତେବେଳେ କହିଲେ ଧୀରେ ଧୀରେ ଯାଉଛନ୍ତି ମା ଯେ ପାର୍ବତୀ ଯକ୍ଷ ବ୍ରହ୍ମାଙ୍କ ନିକଟେ ହାଜର ହୁଅନ୍ତି ଯକ୍ଷ ବ୍ରହ୍ମାଙ୍କ ନିକଟେ ହୋଇଲେ ହାଜର ଦୁଇ କର ଯୋଡ଼ି ଦେଲେ ପାର୍ବତୀ ମାତର ହରେ କୃଷ୍ଣ ହରେ ରାମ ଶ୍ରୀ ରାଧେ ଗୋବିନ୍ଦ କର ଯୋଡ଼ି ପଚାରିଲେ ପାର୍ବତୀ ହେ ପିଅର କି ଦୋଷ ମୁଁ କରିଥିଲି ତୁମର କାହିଁକି ମୋତେ ଆଜି ଯଜ୍ଞକୁ ଡକେଇନ କାହିଁକି ଯଜ୍ଞକୁ ଡକେଇନ କହୁଛନ୍ତି ଯକ୍ଷ ବ୍ରହ୍ମା ଆଲୋ ଯୋଗୀର ସ୍ତ୍ରୀ ତୁ ହିଁ ଅଟେ ଯୋଗିଆଣୀ ଯୋଗୀର ନାରୀ ତୁ ହିଁ ଅଟୁ ଯୋଗିଆଣୀ ଭିକାରୀର ନାରୀ ତୁ ହିଁ ଭିକାରୁଣୀ ଯଦି ତୋହର ସ୍ୱାମୀ କିଲ ଯଜ୍ଞକୁ ଡାକିବି ଏ ସାରା ରଜାଙ୍କ ଆଗରେ ଅପମାନ ପାଇବି ପିନ୍ଧି ଆସିଥିବ ପୁଣି ବାଘ ଛାଲକୁ ହଲାଇ ଦଉଥିବ ନାଗ ସାପ ଫଣାକୁ ଏଣୁ କରି ତୋର ସ୍ୱାମୀ କିଲ ଡାକି ତ ନାହିଁ ତୁ କାହିଁ ପାଇଁ ପୁଣି ଆସିଲୁ ରହି ଯେତେବେଳେ କହିଲେ ସେତେବେଳେ ରାଗରେ ମାତା ଜର୍ଜର ହୋଇ ମୋତେ ବିଭା ଦେଇଥିଲ ମୋର ସ୍ୱାମୀକୁ ଆଜି ଅପମାନ କଲ ଏଣୁକରି ରାଗରେ ଜର୍ଜର ହୋଇ ପାର୍ବତୀ ଯେ ଗଲେ ହେ ପାର୍ବତୀ ଯେ ଗଲେ ଯଜ୍ଞ କୁଣ୍ଡରେ ପୁଣି ହେ ଝାସକୁ ଯେ ଦେଲେ যজ্ঞ ঝাস কালে সতী যজ্ঞে ঝাস কালে সতী যজ্ঞ ঝাস কালে হে হে সতী যজ্ঞ ঝাস কালে ঈশ্বর যা नीले हे ईश्वर जानिले कप्पानले त्रिशूलकु हस्तरे धरिले ଯେତେବେଳେ ଜାଣିଲେ ଈଶ୍ୱର ସତୀ ଯଜ୍ଞରେ ଝାସ ଦେଇଛନ୍ତି ରାଗରେ ଜର୍ଜର ହୋଇ ଆସିଲେ ଯକ୍ଷ ବ୍ରହ୍ମାଙ୍କ ନିକଟକୁ ଯକ୍ଷ ବ୍ରହ୍ମାଙ୍କର ନିକଟକୁ ଯେତେବେଳେ ଆସିଲେ ମାରିଲେ ଏକ ଚାପଡ଼ା ହେ ହେ ଆଜ୍ଞା ହେ ଯକ୍ଷ ବ୍ରହ୍ମାଙ୍କୁ ପୁଣି ମାରିଲେ ଚାପୁଡ଼େ ଯକ୍ଷ ବ୍ରହ୍ମାଙ୍କୁ ପୁଣି ମାରିଲେ ଚାପୁଡ଼େ ମୁଣ୍ଡଟାକୁ ତାଙ୍କର ଛିଡ଼ାଇ ଦେଲେ ଥରେ ବାବୁରେ ସେ ମୁଣ୍ଡଟା ଯାଇ ପୁଣି ଛେଳି ହୋଇବ କାଳି ରୂପରେ ପୁଣି ହେ ବଳି ଖାଇବ କାହିଁକି ନା ଅଛି ଶିବଙ୍କୁ ବିଷ୍ଣୁଙ୍କୁ ଉଖୁଡ଼ା ଶିବଙ୍କୁ ଚୁଡ଼ା କାଳିକି କୁକୁଡ଼ା ଠିକ क्या अच्छी क्या मो पचा तम क्यों कहउछ स्वामी की खाइलो का स्वामी कहले
ସ୍ୱାମୀ ଆଁ ଛେଲା ଛେଲା ମୋର ଭଇତା ନା ନାଇଁ ନାଇଁ ସେଟା ହେଲାନି ଗଲାନି ସେ ଭିତରେ ଗଲାନି ଏଇଟା ଆଜ୍ଞା କଣ ହେଲା ନାଇଁ ରେ ପୁଅ ହେଲା ନାଇଁ ରେ ପୁଅ ଆଉ କେଉଁ ପରିଥିଲେ ବୁଝାଇ କହ ହେଲା ନାଇଁ ରେ ପୁଅ ହବ ହବଲ ଝିଅ ହବ ହବଲ ଝିଅ ହବ ହବଲ ଝିଅ ହବ ହବଲ ଝିଅ ଏ ସଭା ମଧ୍ୟରେ ତୋର ମନ ପାଇବ ହବ ହବଲ ଝିଅ ବାପ ସୁନ୍ଦର କଥା କହିଲେ ସେଇ ହରିବଂଶର କଥା